probable translation from Odia to English with answers for class 6, 7, 8, 9, 10, 11, 12 etc. ଏହାକୁ କନିଷ୍କ କୁମାର ଦାସ ସାର୍ ଏମ୍ଫିଲ୍ ଇନ୍ ଇଂଲିଶ ବିଏଡ୍ ପ୍ରସ୍ତୁତ କରିଛନ୍ତି। ଏ ଦୁନିଆର ସମସ୍ତ ଚମତ୍କାର ଛୋଟ ଓ ବଡ଼ ଜିନିଷକୁ ଭଗବାନ ନିର୍ମାଣ କରିଛନ୍ତି। ଉତ୍ତର ଲର୍ଡ ଗଡ୍ ହ୍ୟାଜ୍ କ୍ରିଏଟେଡ୍ ଅଲ୍ ୱଣ୍ଡରଫୁଲ୍ ସ୍ମଲ୍ ଆଣ୍ଡ ଗ୍ରେଟ୍ ଥିଙ୍ଗସ୍ ଅଫ୍ ଦିସ୍ ୱାର୍ଲଡ। ଭଗବାନ ଛୋଟ ଛୋଟ ଫୁଲଗୁଡ଼ିକୁ ଉଜ୍ଜ୍ୱଳ ଆଭା ପ୍ରଦାନ କରିଛନ୍ତି। ଗଡ୍ ହ୍ୟାଜ୍ ଗିଭେନ୍ ଗ୍ଲୋଇଂ କଲର୍ସ ଟୁ ଦି ଲିଟିଲ୍ ଫ୍ଲାୱାର୍ସ। ଭଗବାନ ଛୋଟ ଛୋଟ ପକ୍ଷୀମାନଙ୍କୁ ଛୋଟ ଛୋଟ ଡେଣା ପ୍ରଦାନ କରିଛନ୍ତି। ଗଡ୍ ହ୍ୟାଜ୍ ଗିଭେନ୍ ଟିନି ୱିଙ୍ଗସ୍ ଟୁ ଦି ଲିଟିଲ୍ ବର୍ଡସ୍। କବି ଏଠାରେ ଶୀତ ଋତୁ କଥା ଉଲ୍ଲେଖ କରିଛନ୍ତି। ଦି ପୋଏଟ୍ ହ୍ୟାଜ୍ ମେନସନ୍ଡ ଦି ୱିଣ୍ଟର ସିଜନ୍ ହିୟର୍। କ'ଣ ଭାରତରେ ଗ୍ରୀଷ୍ମ ଋତୁର ସୂର୍ଯ୍ୟକିରଣ ସୁଖକର ଅନୁଭୂତ ହୁଏ? ଡଜ୍ ଦି ସମର୍ ସନଶାଇନ୍ ଫିଲ୍ ପ୍ଲେଜାଣ୍ଟ ଇନ୍ ଇଣ୍ଡିଆ? କବି କିନ୍ତୁ ଏଠାରେ ଗ୍ରୀଷ୍ମ ଦିନର ସୂର୍ଯ୍ୟକିରଣ ସୁଖକର ଲାଗେ ବୋଲି କହିଛନ୍ତି। ଦି ପୋଏଟ୍ however says here that the rays of the summer sun is pleasant. ସେ ଏଠାରେ ଭାରତର ଋତୁ କଥା ଆଲୋଚନା କରୁନାହାନ୍ତି। She is not discussing about the seasons of India here. ଏହି କବିତାରେ କବି ଭଗବାନଙ୍କର ପ୍ରଶଂସା କରିଛନ୍ତି। In this poem, the poet has praised Lord God. ଭଗବାନ ସର୍ବଶକ୍ତିମାନ ଅଟନ୍ତି। God is almighty. ଭଗବାନ ସର୍ବବ୍ୟାପ୍ତ ଅଟନ୍ତି। God is omnipresent. ଏହିସବୁ ଅନୁବାଦ ଆପଣଙ୍କୁ ନିଶ୍ଚିତ ସହାୟକ ହେବ। ଏହାକୁ ବାରମ୍ବାର ଅଭ୍ୟାସ କରନ୍ତୁ। ଅଧିକ ଭିଡ଼ିଓ ପାଇବାକୁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।